ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧର ଆଶଙ୍କା, ବିଶ୍ୱ କାହିଁକି ଚିନ୍ତାରେ? ଆସନ୍ତୁ ଜାଣିବା। ମଧ୍ୟପ୍ରାଚ୍ୟରେ ସୋମବାର ଅଶାନ୍ତି ବୃଦ୍ଧି ପାଇଛି। ଲେବାନନର ବେରୁତରେ ହେଜବୁଲ୍ଲା ଆଡ୍ଡାରେ ଇସ୍ରାଏଲ ଆକ୍ରମଣ କରିବା ପରେ ଏଭଳି ସ୍ଥିତି ଉପୁଜିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ପାଇଁ ଚାଲିଥିବା କୂଟନୈତିକ ଉଦ୍ୟମ ଏହା ଦ୍ୱାରା ବିଫଳ ହେବାର ଆଶଙ୍କା ଦେଖାଦେଇଛି। ଲେବାନନରେ ଇସ୍ରାଏଲ କରିଥିବା ଆକ୍ରମଣ ବିରୋଧରେ ଆମେରିକା ସହ ହେଉଥିବା ପରୋକ୍ଷ ବାର୍ତ୍ତା ବିନିମୟକୁ ଇରାନ ସ୍ଥଗିତ ରଖିଛି ବୋଲି ତସଲିମ ଖବର ସରବରାହ ସଂସ୍ଥା ଲେବାନନ ଓ ଗାଜା ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ ନ ହେଲେ କୌଣସି ଆଲୋଚନା ହେବ ନାହିଁ ବୋଲି ଇରାନ ଦାବି ରଖିଥିବା କୁହାଯାଇଛି। ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ତେହେରାନ ଓ ୱାସିଂଟନ ମଧ୍ୟରେ ଯୁଦ୍ଧବିରତି ସବୁ କ୍ଷେତ୍ର ପାଇଁ ପ୍ରଯୁଜ୍ୟ, ସେଥିରେ ଲେବାନନର ଅଞ୍ଚଳ ମଧ୍ୟ ସାମିଲ। କୌଣସି ଗୋଟିଏ ଅଞ୍ଚଳରେ ଏହାର ଉଲ୍ଲଂଘନ ହେଲେ ସମସ୍ତ ରାଜିନାମାର ଉଲ୍ଲଂଘନ ହୋଇଛି ବୋଲି ଧରାଯିବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ କାଜି କହିଛନ୍ତି ଯେ ହେଜବୁଲ୍ଲା ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ କରିବା ସହିତ ଇସ୍ରାଏଲ ଲୋକଙ୍କ ଉପରେ ଆକ୍ରମଣ କରିବାରୁ ସେନାଙ୍କୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇସ୍ରାଏଲର ଏହି ଆକ୍ରମଣ ପରେ ବେରୁତ୍ର ଦହିଏରୁ ହଜାର ହଜାର ଲୋକ ଘର ଛାଡ଼ି ପଳାଇଛନ୍ତି। ଗତକାଲି ରାତିସାରା ଇସ୍ରାଏଲ ଦକ୍ଷିଣ ଲେବାନନରେ ଆକ୍ରମଣ ଜାରି ରଖିଥିଲା, ସେଥିରେ 6 ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ଇସ୍ରାଏଲର ସେନା ଓ ସାମରିକ ଭିତ୍ତିଭୂମି ଉପରେ ହେଜବୁଲ୍ଲା ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରିବା ଏହି ସଂଗଠନର ପକ୍ଷରୁ ଦାବି କରାଯାଇଛି। ଅନ୍ତର୍ଜାତୀୟ ଜଳମାର୍ଗରେ ବଢୁଥିବା ଆମେରିକାର MU-A ଡ୍ରୋନ୍ ଇରାନ ଖସାଇ ଦେବାରୁ ଆମେରିକାର ସେନା ଇରାନର ରାଡାର, ବାୟୁ ପ୍ରତିରକ୍ଷା ଓ ଡ୍ରୋନ୍ କେନ୍ଦ୍ରକୁ ନଷ୍ଟ କରିଦେଇଛି। କୁଏତକୁ ଲକ୍ଷ୍ୟ କରି ଇରାନ କରିଥିବା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଗୁଡ଼ିକୁ